କ'ଣ କାଲି ସିଏସ୍କେ ଗୋଟେ କ୍ୱାଲିଫିକେସନ୍ର ଭଲ ଚାନ୍ସ ମିସ୍ କରିଦେଲା କାହିଁକିନା ଟେବୁଲ୍ର ଲୋ ଟିମ୍ଠୁ କାଲି ହାରିଛି। ଆଉ ମୋ ହିସାବରେ କାଲି ମ୍ୟାଚ୍ ଜିତିବା କଥା। କାଲି ମ୍ୟାଚ୍ରେ ସଞ୍ଜୁ ସାମସନ୍ ଆଉ ଋତୁରାଜ ଏଜ୍ ୟୁଜୁଆଲ୍ ଯେମିତି ଖେଳନ୍ତି ସେମିତି ଖେଳିଲେ, ବହୁତ ଖରାପ ଖେଳିଲେ। ଆଉ ତାପରେ ଉର୍ବିଲ ପଟେଲ ବି ଫର୍ମରେ ଥାଇକିରି କାଲି ଭଲ ମ୍ୟାଚ୍ ଖେଳିପାରିଲେନି। ନେକ୍ସଟ ମ୍ୟାଚ୍ରେ ମେ ବି ଭଲ ଖେଳିପାରନ୍ତି କିନ୍ତୁ କାଲି ଭଲ ଖେଳି ନଥିଲେ। ଆଉ କାଲି କାର୍ତ୍ତିକ ଶର୍ମାର 71 ଇନିଂସ ସିଏସ୍କେକୁ ଗୋଟେ ବଡ଼ ଟାର୍ଗେଟ୍ ଦେବାରେ ସକ୍ଷମ କଲା। ଆଉ ଏଣ୍ଡିଂରେ ଦୁବେ ଆଉ ବ୍ରେଭିସ୍ ଯିଏକି ବହୁତ ଦିନ ହେଲା ଖରାପ ଫର୍ମରେ ଚାଲିଥିଲେ, କାଲି ଭଲ ଖେଳିଲେ, ସେଥିପାଇଁ ଚେନ୍ନାଇ ବହୁତ ବଡ଼ ସ୍କୋର ଦେଇପାରିଲା। କିନ୍ତୁ ଯେତେବେଳେ ଏଲ୍ଏସ୍ଜି ବ୍ୟାଟିଂ କଲା ଲାଗିଲାନି ଯେ 180 ସ୍କୋର ଗୋଟେ ବଡ଼ ସ୍କୋର ବୋଲି, କାହିଁକିନା ଏତେ ଇଜିଲି ଖେଳୁଥିଲେ। ଯେଉଁ ମିଚେଲ ମାର୍ସ ତ 90 ମାରିଲେ, ଦୁର୍ଭାଗ୍ୟବଶତଃ ଆଉଟ୍ ହେଇଗଲେ, ନହେଲେ 100 ମାରିଥାନ୍ତେ ଆରାମସେ। ଆଉ ତାଙ୍କ ତରଫରୁ ନିକୋଲାସ ପୁରାନ ବି ବହୁତ ବଢ଼ିଆ ଖେଳିଲେ, ବହୁତ ୱାନ୍ ସାଇଡେଡ଼ଲି ମ୍ୟାଚ୍ ଜିତିଲେ। ଏବେ ବି ସିଏସ୍କେ ପାଖରେ ଦୁଇଟା ମ୍ୟାଚ୍ ଅଛି, ଦୁଇଟା ମ୍ୟାଚ୍ରୁ ଦୁଇଟା ମ୍ୟାଚ୍ ଜିତିବାକୁ ପଡ଼ିବ, ତାପରେ କ୍ୱାଲିଫିକେସନ୍ ତ ଚାନ୍ସ ରହିବ। କିନ୍ତୁ ଯଦି 18 ପଏଣ୍ଟ ପାଇଥାନ୍ତା ମେ ବି ସିଏସ୍କେ ଟପ୍ ଟୁରେ ଫିନିଶ୍ କରିଥାନ୍ତା ଆଉ ଫାଇନାଲ୍ର ଚାନ୍ସ ବଢ଼ିଯାଇଥାନ୍ତା। ଦେଖାଯାଉ କ'ଣ ହେଉଛି। ଆପଣଙ୍କର କ'ଣ ମତ କମେଣ୍ଟ ବକ୍ସରେ ଲେଖନ୍ତୁ। ସେତେ ପର୍ଯ୍ୟନ୍ତ ଜୟ ହିନ୍ଦ।